ବନ୍ଧୁଗଣ, ଅପରାଜିତା ଅର୍ଥାତ୍ ଯିଏ କେବେ ବି ହାରି ନଥାଏ ବା ଯାହାର କେବେ ବି ପରାଜୟ ହୋଇନଥାଏ ଏବଂ ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ, ଯାହା ଶିବଙ୍କର ଏକ ନାମ ଅଟେ। ଅପରାଜିତା ମାତା ଦୁର୍ଗାଙ୍କର ମଧ୍ୟ ଏକ ନାମ ଅଟେ। ତେଣୁ ଏହି ଅପରାଜିତା ଫୁଲଟି ଶିବ ଏବଂ ଶକ୍ତିଙ୍କର ସ୍ୱରୂପ ହୋଇଥାଏ। ତେଣୁ ଏହା ଅତ୍ୟନ୍ତ ଗୁଣକାରୀ ଏବଂ ଚମତ୍କାରୀ ମଧ୍ୟ ହୋଇଥାଏ। ଏହି ଅପରାଜିତା ଫୁଲଟି ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ ଏବଂ ସବୁ ଋତୁରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଅପରାଜିତା ଫୁଲଟିର କିଛି ପ୍ରୟୋଗ ଦ୍ୱାରା ମଣିଷର ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟର ଅଧିକାରୀ ମଧ୍ୟ ହୋଇଥାଏ। ତେବେ ଏହି ଅପରାଜିତାର ପ୍ରୟୋଗ କିପରି କରାଯାଏ, ଏହାର ଫାଇଦା କ'ଣ ହୋଇଥାଏ, ଏହି ବିଷୟରେ ଆଜି ମୁଁ ଆପଣମାନଙ୍କୁ ଜଣାଇବି। ସେଇଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ। ଯଦି ଆପଣ ଧନର ସମସ୍ୟାରେ ସବୁଦିନ ବିଚଳିତ ରହୁଛନ୍ତି, ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଧିର ଚମତ୍କାର ଦେଖିବାକୁ ପାଇବେ। ଏହି ସରଳ ଉପାୟଟି କରିବା ସମୟରେ ଧ୍ୟାନ ଦେବେ ଯେପରିକି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ। ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ। ବନ୍ଧୁଗଣ, ଆପଣ ଏହି ଅପରାଜିତା ଫୁଲକୁ ନିଶ୍ଚୟ ଜାଣିଥିବେ। ଏହି ଅପରାଜିତା ଫୁଲକୁ ସଂସ୍କୃତରେ ବିଷ୍ଣୁପ୍ରିୟା ବୋଲି କହିଥାନ୍ତି। ଏହି ଅପରାଜିତା ଖାଲି ଶିବ ପାର୍ବତୀ ଗଣେଶଙ୍କର ପ୍ରିୟ ନୁହେଁ, ବରଂ ହନୁମାନ ଏବଂ ଶନିଦେବଙ୍କ ସହିତ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପ୍ରିୟ ହୋଇଥାଏ। ତେଣୁ ଘରେ ରୋଜଗାର ବୃଦ୍ଧି ପାଇବା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା କ'ଣ ସେହି ସବୁ ଉପାୟ ଯାହା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇ ଧନର ଆଗମନ କରାଯାଇଥାଏ। ପ୍ରଥମ ନମ୍ବରଟି ହେଉଛି ଘରର ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ଦୂର କରିବା ସହିତ ଧନର ଆଗମନ କରିଥାଏ। ବନ୍ଧୁଗଣ, ଶନିବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲକୁ ମାଳଟିଏ କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏହାଦ୍ୱାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ପ୍ରକାରର ନକାରାତ୍ମକତା ଦୂର କରିଥାଏ ଏବଂ ନକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ। ଏହି ମାଳାଟିକୁ ଯଦି ହନୁମାନଙ୍କୁ ସମର୍ପିତ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି, ତେବେ ନଜର ଦୋଷ ଦୂର ହେବା ସହିତ ତନ୍ତ୍ର ଏବଂ ମନ୍ତ୍ରର ପ୍ରଭାବକୁ ମଧ୍ୟ ଦୂର କରିଥାଏ ଏବଂ ଧନର ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିଥାଏ। ଦ୍ୱିତୀୟ ନମ୍ବରଟି ହେଉଛି କରଜରୁ ମୁକ୍ତି ଏବଂ ଧନ ପ୍ରାପ୍ତିର ଉପାୟ। ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରି ସମୟରେ ଏହି ଅପରାଜିତା ଫୁଲ 5ଟି ତୋଳି କୌଣସି ଏକ ନଦୀ କିମ୍ବା ଜଳସ୍ରୋତରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେ, ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣାଇବେ ନାହିଁ, କେହି ଦେଖିବେ ନାହିଁ କିମ୍ବା କେହି କଥା ହେବେ ନାହିଁ। ଏହି ନିୟମ ହେଉଛି 5ଟି ଅପରାଜିତା ଫୁଲକୁ ଶନିବାର କିମ୍ବା ସୋମବାର ଦିନ ପାଣିରେ ଭସାଇ ଦିଅନ୍ତୁ ଏବଂ ନିଜର ଇଷ୍ଟ ଦେବାଦେବୀଙ୍କ ପ୍ରାର୍ଥନା କରନ୍ତୁ। ତେବେ ସମସ୍ତ ପ୍ରକାରର ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମୁକ୍ତି ମଧ୍ୟ ମିଳିଥାଏ। ଏହି ଉପାୟଟି ନିୟମିତ ଭାବେ 5 ସପ୍ତାହ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ। ଏହାର ଲାଭ ଆପଣ ନିଶ୍ଚୟ ପାଇବେ।
ଏହାଦ୍ୱାରା ଖାଲି ଧନର ସମସ୍ୟା ଦୂର ହୋଇନଥାଏ, ବରଂ ନୂଆ ନୂଆ କାର୍ଯ୍ୟକୌଶଳ ଏବଂ ଉନ୍ନତିର ସମ୍ଭାବତ ଦେଖାଯାଇଥାଏ। ତୃତୀୟ ନମ୍ବର ହେଉଛି ମନପସନ୍ଦର ଚାକିରି ପାଇବା ପାଇଁ। ବନ୍ଧୁଗଣ, ଯଦି ଆପଣ ମନପସନ୍ଦର ଏକ ଚାକିରିଟିଏ ଚାହୁଁଛନ୍ତି, ତେବେ ପ୍ରତିଦିନ ମାତା ଦୁର୍ଗା କିମ୍ବା ମାତା ପାର୍ବତୀଙ୍କୁ 11ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ। ତେବେ ଏହି ମନବାଞ୍ଛା ଆପଣଙ୍କର ନିଶ୍ଚୟ ପୂରଣ ହେବ। ଏହା ନିୟମିତ ଭାବରେ କରିବା ଉଚିତ। ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ନ ହୋଇଛି, ଯଦି କୌଣସି କାରଣରୁ ସବୁଦିନ କରିନପାରନ୍ତି, ତେବେ ନବରାତ୍ରିର 9 ଦିନ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ। ମା ଦୁର୍ଗା ନିଶ୍ଚୟ ସହାୟକ ହେବେ। ଏବଂ ଯଦି ନବରାତ୍ରି ସରିଯାଇଥାଏ, ତେବେ 21ଟି ମଙ୍ଗଳବାର ନିଶ୍ଚୟ କରନ୍ତୁ। ସପ୍ତାହର ପ୍ରତି ମଙ୍ଗଳବାର ଦିନ ଏହାକୁ ନିଶ୍ଚୟ କରନ୍ତୁ। ଏହା ବହୁତ ଲାଭଦାୟକ ହୋଇଥାଏ। ଚତୁର୍ଥ ନମ୍ବରଟି ହେଉଛି ଘରର ସମସ୍ୟା ଦୂର କରିବା ପାଇଁ, ଉନ୍ନତି ଏବଂ ଚାକିରି ପାଇଁ। ବନ୍ଧୁଗଣ, ପ୍ରତି ଶନିବାର ଦିନ କିଛି ଅପରାଜିତା ଫୁଲକୁ ନେଇ ହନୁମାନଙ୍କର ଚରଣରେ ଅର୍ପଣ କରନ୍ତୁ ଏବଂ ସେହି ଫୁଲରୁ ଗୋଟିଏ ଫୁଲ ଆଣି ନିଜ ପାଖରେ କିମ୍ବା ପର୍ସରେ କିମ୍ବା ଫ୍ୟାମିଲିରେ ରଖିବା ଦ୍ୱାରା ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ମନପସନ୍ଦର ଚାକିରି ମଧ୍ୟ ମିଳିଥାଏ। ପଞ୍ଚମ ନମ୍ବରଟି ହେଉଛି ଧନପ୍ରାପ୍ତି ଏବଂ ଦୋକାନ ବ୍ୟବସାୟର ଉନ୍ନତି ପାଇଁ। ବନ୍ଧୁଗଣ, ପ୍ରତି ସୋମବାର ଦିନ ଧଳା ବସ୍ତ୍ର ପରିଧାନ କରି ଅପରାଜିତା ଫୁଲକୁ ଶିବଲିଙ୍ଗରେ ଚଢ଼ାଇବା ଦ୍ୱାରା ଧନପ୍ରାପ୍ତିର ଯୋଗ ଖୋଲିଥାଏ ଏବଂ ଅଫିସ ଦୋକାନ ବ୍ୟବସାୟର ଉନ୍ନତି ପାଇଁ ଏହି ଅପରାଜିତା ଗଛର ମୂଳରେ ଧୂପ ଦୀପ କ୍ଷୀର ଦେଇ ଚେରଟିଏ ଆଣନ୍ତୁ ଏବଂ ଏକ ନୀଳ ରଙ୍ଗର କପଡ଼ାରେ ଘୋଡ଼ାଇ ଅଫିସ କିମ୍ବା ଦୋକାନ ବ୍ୟବସାୟର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏହା କରିବା ଦ୍ୱାରା ଉନ୍ନତି ନିଶ୍ଚୟ ହୋଇଥାଏ ଏବଂ ଧଳା ଅପରାଜିତା ବା ଶ୍ଵେତ ଅପରାଜିତା ମାତା ଲକ୍ଷ୍ମୀ ଏବଂ ନାରାୟଣଙ୍କର ମଧ୍ୟ ପ୍ରିୟ ହୋଇଥାଏ। ଏହି ଧଳା ଅପରାଜିତା ଫୁଲ ପ୍ରତିଦିନ କିମ୍ବା ପ୍ରତି ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଅର୍ପଣ କଲେ ବହୁତ ଧନ ଲାଭ ହୋଇଥାଏ। ତେବେ ଏହି ଉପାୟଟି ନିଶ୍ଚୟ କରନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।